ବରଷ କେଥରେ ଆସିଛି ରଜ, ଆସିଛି ରଜ ଲହୁଆ ବେଗେ ସଜବାଜ, ବଉଳ ଲହୁଆ ବେଗେ ସଜବାଜ। ଆଜି ହେଉଛି ପହିଲି ରଜ। ପହିଲି ରଜରେ ଆମର ସମସ୍ତ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନ। ଆଉ এই ଅବସରରେ ଆଜି ସୁରତର ଆମର ପଛପଟେ ଦେଖୁଥିବେ ଆମର କଳିଙ୍ଗ ସରସ୍ୱତୀ ଶିଶୁ ମନ୍ଦିର। ତ କଳିଙ୍ଗ ସରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଗୋଟେ ରଜ ଉତ୍ସବର ଆୟୋଜନ ରଖାଯାଇଛି। ତ ରଜ ଉତ୍ସବରେ କ'ଣ କ'ଣ ସବୁ ଆଜିର କାର୍ଯ୍ୟକ୍ରମ ରହିଛି ଆଉ କେମିତି ଆଜି ସେଲିବ୍ରେସନ୍ ହେଉଛି ତାହା ତ ଆମେ ଦେଖିବା। ତ ଚାଲନ୍ତୁ ଆମେ ଆଉ କିଛି ଦେଖିବା। ତ ସକାଳୁ ଆମର ବିଦ୍ୟାଳୟର ମାଉସୀ ଆଜି ସମସ୍ତଙ୍କର ଯେଉଁ ପାର୍ଟିସିପେଟ୍ କରିବେ ନା ଭାଗ ନେବେ ପ୍ରତିଯୋଗୀମାନଙ୍କ ପାଇଁ କିଛି ଜଳପାନର ବ୍ୟବସ୍ଥା ରଖିଛନ୍ତି। ତ ଜଳପାନରେ କ'ଣ କ'ଣ ଅଛି, ପ୍ରାୟ 6ଟା ଅଧରୁ ସକାଳ 6ଟା ଅଧରୁ ସେ ନିଜର ନିତ୍ୟକର୍ମ ସାରି ସେଥିରେ ଲାଗି ପଡ଼ିଛନ୍ତି। ଚାଲନ୍ତୁ କ'ଣ ରହିଛି ତାଙ୍କର ଆଜିର ପ୍ରସ୍ତୁତି ଦେଖିବା। ଆମର ମାଉସୀ ବରା ଆଉ ଘୁଗୁନି ତରକାରୀ କରିଛନ୍ତି। କ'ଣ କ'ଣ କରିଛନ୍ତି ଆଉ କେମିତି ପ୍ରସ୍ତୁତ ଚାଲିଛି ତାହା ଜାଣିବା। ତ ଆମର ମାଉସୀ ଅଛନ୍ତି। ମାଉସୀ ଆଜି କ'ଣ କ'ଣ ସବୁ ବ୍ୟବସ୍ଥା ରଖାଯାଇଛି? ଘୁଗୁନି, ବରା, ଡାଲି, ଭାତ, ତରକାରୀ। କେତେବେଳେ ଏସବୁ ଆରମ୍ଭ କଲେଣି? 7:30। କେତେ ଜଣଙ୍କ ପାଇଁ ବ୍ୟବସ୍ଥା କରାଯାଇଛି? 70 ଜଣ 60 ଜଣ ଆସିବେ। ତ ଯେଉଁ ସୁନ୍ଦର ଆୟୋଜନ ରଖାଯାଇଛି, ସୁନ୍ଦର ଆୟୋଜନରେ ସମସ୍ତେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ତ ଆଗାମୀ ଯେଉଁ ଭିଡ଼ିଓ ଆସିବ ସେଥିରେ ଆମେ ଦେଖିବା କ'ଣ କ'ଣ ସବୁ କାର୍ଯ୍ୟକ୍ରମ କରାଯାଏ।